ଲୁହାପଥର ଚୋରାଚାଲାଣ ଅଭିଯୋଗରେ 4 ଗିରଫ। ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳକୁ ଲୁହାପଥର ଚୋରାଚାଲାଣ କରୁଥିବା ବେଳେ 4 ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବୁଧବାର ରାତିରେ ରଘୁନାଥପାଲି ଥାନା ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକରେ ଚୋରା ଲୁହାପଥର ଚାଲାଣ ହେଉଥିବା ସୂଚନା ପାଇଥିଲା। ରଘୁନାଥପାଲି ଥାନା ବାଲୁଘାଟ ପାର୍କିଂ ନିକଟରେ ପୁଲିସ ଚଢ଼ଉ କରିଥିଲା। ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ କରିବା ସହିତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଟ୍ରକ୍ରୁ 32 ଟନ୍ରୁ ঊর্ধ্ব চোরা লুহাপথর জবত করেছে। এই লুহাপথর কেন্দুঝরর বাଂଶପାଣି এবং ଯୋଡ଼ା ଅଞ୍ଚଳରୁ ଚୋରି କରାଯାଇ କଳୁଙ୍ଗା ଅଞ୍ଚଳରେ ବିକ୍ରି ପାଇଁ ଅଣାଯାଉଥିଲା। ପୂର୍ବରୁ ଏହି ଲୁହାପଥର ଚୋରାଚାଲାଣ ମାମଲାରେ ପୁଲିସ କେନ୍ଦୁଝର ବଡ଼ବିଲ ଅଞ୍ଚଳର ରୋଶନ ଯାଦବକୁ ଗିରଫ କରିଛି। ଘଟଣାସ୍ଥଳରୁ କଲୁଙ୍ଗାର ମହମ୍ମଦ ତୋସିଫ, ସନ୍ଦୀପ ଶର୍ମା ଏବଂ ଯୋଡ଼ାର ରାଜା ପାତ୍ରଙ୍କୁ ପୁଲିସ ଗିରଫ କରିଛି। 14 ଚକିଆ ଗାଡ଼ି ଆସୁଛି ଯେଉଁଥିରେ ଆମର ଚୋରାରେ ଆଇରନ୍ ଲମ୍ପସ୍ ଅଛି ଏବଂ ସେ ନେଇକି ଆମେ ସେ ଗାଡ଼ିକୁ ଆମେ ଡିଟେନ୍ କରିଥିଲୁ ଆମର ବାଲୁଘାଟ ପାଖରେ ଏବଂ ସେ ଗାଡ଼ିକୁ ଡିଟେନ୍ କରିବା ତର ଭେରିଫାଏ କରିବା ଜଣାପଡ଼ିଲା ସେଥିରେ 3.2 ମେଟ୍ରିକ୍ ଟନ୍ର ଚୋରା ଆଇରନ୍ ଲମ୍ପସ୍ ଅଛି ଏବଂ ସେ ଡ୍ରାଇଭରକୁ ଭେରିଫାଏ କରିବାରେ ସେ କିଛି କାଗଜପତ୍ର ମଧ୍ୟ ଦେଖାଇ ପାରିଲାନି ଏବଂ ସେ କନଫେସ୍ କଲା ସେ ଯୋଡ଼ାର ବାଂଶପାଣି ଏରିଆରୁ ଜଣେ ରାଜା ପାତ୍ର ବୋଲି ଜଣେ ପିଲା ଅଛି ତାଠୁ ଚୋରି କରିକି ଆଣିଛି। ଯିଏ ମିଡ଼ିଏଟ୍ କରିଥିଲା ତାକୁ ନେଇକି ଆଣିଥିଲା से जो क्रसर देवाक आनी से क्रसर मैनेजर को अरेस्ट कराई और जी मिडिएट थिला एमडी तौसिफ से कलुंगा एरिया ताकू अरेस्ट कराई एवं एथिरे आउरी जो माने इन्वॉल्व अच्छी आउरी भी क्रसर एरिया जो माने या चोरा आनिकी ये बिजनेस कर केस अरेस्ट करा बर्तमान सुधा आमर ए केस ड्राइवर सहित आउ 3 जन को अरेस्ट कराई।